ନା ହଉଛି ଜ୍ୟୋତି ଗୁଚ୍ଛା ତ ମୁଁ କୋଲାଡରୁ। कौन समस्या सब आपन ଆମର ଘର ସୁବିଧା ନାହିଁ, ଜାଗା ସୁବିଧା ନାହିଁ, ଲାଇନ ସୁବିଧା ନାହିଁ, ପାଣି ସୁବିଧା ନାହିଁ, ଆମେ ରାଇସନ ବି ପାଉନୁ। ଛୁଆମାନେ ପାଠ ପଢ଼ିବା ପାଇଁ ସୁବିଧା ନାହିଁ, ଯେଉଁ ଆଧାର କାର୍ଡ଼ ବି ଛୁଆମାନଙ୍କର ହେଇପାରୁନି। ଯାହା ଯାହା ସରକାର ତରଫରୁ ଆସିବା କଥା ଆମ ସାଇକି ହିଁ ପହଞ୍ଚୁନି। କାହାକୁ ଅଭିଯୋଗ କରୁଛ? ଆମେ ସାର୍ଙ୍କ ପାଖକୁ ଆସିଥିଲୁ, ସାର୍ କୋଉଠି ଅଭିଯୋଗ କରୁ, ସାର୍ ଆମ ସାଥ ଦେବାର ଆଜି ଆମେ ଏତିକ ବାଟ ଉଠିଛୁ ଆଗକୁ। ଭାଇ ନା କ'ଣ? ପ୍ରତାପ ଛାତ ଆଜ୍ଞା। କ'ଣ ହେଇଛି ଆଜି ଏଠିକି ଆସି ଆପଣ? ଆଜ୍ଞା ଆମର ଚାଉଳ ବଳ କିଛି ନାହିଁ, ଆଧାର କାର୍ଡ଼ ହେଇପାରୁନି। ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକର, ଛୁଆ ପିଲାଙ୍କର ବି ଆଧାର କାର୍ଡ଼ ନାହିଁ, ପଢ଼ା ଫଢ଼ା କିଛି ଆଜ୍ଞା ନାହିଁ। ସେ ଯୋଗୁଁ ସେ ଆପଣଙ୍କ ପାଖକୁ ବସିଥିଲୁ ଆଜ୍ଞା। ଆଉ କାହା ପାଖକୁ ଆସିଥିଲେ? ରିଣ୍ଟୁ ବାବୁଙ୍କ ପାଖକୁ। ଆଉ ଆଧାର ନାହିଁ? ଆଧାର ଆଜ୍ଞା ନାହିଁ। ଆଉ ଭୋଟ ଦେଉଛନ୍ତି ନା? ହଁ ଆଜ୍ଞା ଭୋଟ ଦିଆଯାଉଛି, ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ଦେଉଛୁ ଭୋଟ। ଭୋଟର ଉଠିଛି? କେଉଁଠି ଉଠିଛି? ଏଇଠି ଆମର ଆମ ଗାଁ କୁଲାଡ଼ର। ସରକାର ସୁବିଧା କିଛି ପାଇନ? ନାଇଁ ଆଜ୍ଞା କିଛି ପାଉନି, ଚାଉଳ ବଳ କିଛି ଆଜ୍ଞା ମିଳୁନି। ଆଉ କୌଣସି ସୁବିଧା ନାହିଁ ମୋର। ଯାଇକିରି ବିଡ଼ିଓଙ୍କୁ କହିଥିଲେ? ହଁ ଆଜ୍ଞା ବ୍ଲକ ଦୁଇଥର ଯାଇଥିଲୁ, ଫେରି ଆସିଥିଲୁ। କ'ଣ କହିଲେ? ସେମାନେ କହିଥିଲେ ହଁ ହବ ହେଇପାରିଲା ନାହିଁ ଆଜ୍ଞା। ଆଉ ପିଲାମାନେ ଆଉ ପାଠ ପଢ଼ି ପାରିଲେ? ପାଠ ପଢ଼ି ଯାଉନାହାନ୍ତି। ବସୁଛି। ମୁଁ ଅଭୟ ସିଂ, ଗ୍ରାମ କୁଲାଡ଼। ମୁଁ ଜଣେ ସୋସିଆଲ ୱାର୍କର। ଆଉ ଗ୍ରାମରେ ପ୍ରାୟ ସବୁଦିନ ଏମିତି ସକାଳେ ଗ୍ରାମବାସୀମାନେ ଆସନ୍ତି ଘରକୁ ନିଜର ସମସ୍ୟା ନେଇକି। ଯାହାକି ସମସ୍ୟା ଆମର ସରକାରଙ୍କ ତରଫରୁ ଭତ୍ତା, ଘର ଏବଂ ମୌଳିକ ଅଧିକାର, ଯାହାକି ଛୋଟ ପିଲାମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ଏସବୁ ବିଭିନ୍ନ ସମସ୍ୟା ଦେଇକି ଆମର କୁଲାଡ଼ ଗ୍ରାମଟି ସମସ୍ୟାରେ ଚାଲିଛି। ଯାହାକି ଆଜି ଆମର ବିଡ଼ିଓ ମହାଶୟଙ୍କ ସହିତ ଆମର ଯୋଗାଯୋଗ ହୋଇଥିଲା। ସେ ମଧ୍ୟ ଆଜି 3ଟା ବେଳେ ଆମକୁ ଟାଇମ୍ ଦେଇଥିଲେ ଆସିବେ ବୋଲି, କିନ୍ତୁ କୌଣସି କାରଣବଶତଃ ଆସିପାରିଲେ ନାହିଁ। ଯାହା ହଉ ଠିକ୍ ଅଛି, ଆଉ ଦିନେ ବି ମଧ୍ୟ ସେ ଟାଇମ୍ ଦେଇଛନ୍ତି ଆସିବା ପାଇଁ। ଏସବୁ ସମସ୍ୟା ବହୁତ ଦିନକୁ ଦିନ ବଢ଼ି ଚାଲିଛି। ଛୋଟ ପିଲାମାନେ ମଧ୍ୟ ସ୍କୁଲକୁ ଯାଇପାରୁନାହାନ୍ତି, ବହୁତ ଅସୁବିଧା ହେଉଛନ୍ତି। ଏବଂ କିଛି ଆମର ଯାହାକି ବିକଳାଙ୍ଗମାନେ ଏପର୍ଯ୍ୟନ୍ତ ବି ଭତ୍ତା ପାଇପାରୁନାହାନ୍ତି। ବାର୍ଦ୍ଧକ୍ୟ 60 ବର୍ଷରୁ ଅଧିକ, 80 ବର୍ଷରୁ ଅଧିକ ବାର୍ଦ୍ଧକ୍ୟ ଅବସ୍ଥାରେ ଭତ୍ତାରୁ ବଞ୍ଚିତ ହେଉଛନ୍ତି। ଘର ଗୁଡ଼ିକ ମଧ୍ୟ ତାଙ୍କର ଠିକ୍ ନାହିଁ। ବର୍ଷା ଦିନ ଆଗକୁ ଆସୁଛି, ସବୁ ଏବେ କଇରାପଥର ମାରିବାରେ ସେ ଘର ଗୁଡ଼ିକ ସବୁ ଭାଙ୍ଗି ଯାଇଛି। ତାର ସବୁ ସମସ୍ୟା ନେଇକି ଆମେ ବିଡ଼ିଓ ମହାଶୟଙ୍କୁ ବି ଆଜି ଡକାଇଥିଲୁ। ସେ ସମ୍ପୂର୍ଣ୍ଣ ସହାୟ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କାରଣବଶତଃ ଆସିପାରିନାହାନ୍ତି। ଆଉ ଦିନେ ଟାଇମ୍ ଦେଇଛନ୍ତି, ଆସିବେ। ସେ ଆସିଲେ ଆମେ ନିଶ୍ଚିତ ଭାବରେ ଭାବୁଛୁ ଯେ ଆମ ଗାଁ କିଛି ସମସ୍ୟାର ସମାଧାନ ହୋଇପାରିବ। ନା କ'ଣ? ବବିତା ଗୁଚ୍ଛା ତ ମୁଁ କୁଲାଡ଼ରୁ। ଆଉ ଆମେ ଭୂମିହୀନ ଲୋକ, ଆମକୁ କିଛି ବି ସଂସ୍ଥା ନାହିଁ। ଆମକୁ କହିଲେ, ଆମେ ଗଲୁ ବ୍ଲକରେ ପକେଇଲୁ। ଆଉ କହିଲେ ଆଧାର କାର୍ଡ଼ ଆଣ, ଭୋଟ ଫଟୋ ଆଣ, ଆଉ ବ୍ୟାଙ୍କ ବହି ବି ଆଣ। ଆମେ ସବୁ ଧରିକି ଗଲୁ, ଲେଖେଇଲୁ। ତାପରେ ଆମକୁ ମଗେଇଲେ ଯେଉଁ ବଣପ୍ରସାଦ ଦେ। ତାପରେ ସେଠିକି ଗଲୁ, ଆମେ ଯେଉଁ ଗଲୁ ସେଠିକି, ସେ ସାର୍ କହିଲେ ଆଉ ସାଇନ୍ ମାର। ଆମ ସାଇନ୍ ବି ମାଇଲୁ, ସବୁ ଲେଖାପଢ଼ା ବି ହେଲା। ସେଠୁ କହିଲେ ତମକୁ ଯୋଉଟେ ଜମି ଦେବୁ, ଯୋଉଟେ ଜାଗା ଦେବୁ, ତମେ କ'ଣ ସେଠି ଘର ବନେଇ ପାରିବ? ଆମେ କହିଲୁ ହଉ ଆଜ୍ଞା, ଆମେ କାହିଁକି ବନେଇବୁ, ଆମେ ବନେଇ ବି ପାରିବୁ। ହେଲେ ଆମକୁ ସରକାର ତରଫରୁ ଯଦି ମିଳୁଛି, ଆମେ ଭୂମିହୀନରେ ସରକାର ଆମକୁ ଘର ବି ଦେବ, ଆମକୁ ଭୂମିହୀନରେ ଜାଗା ବି ଦେବ, ଆଉ ଆମର ସୁବିଧା ସବୁ କିଛି କରିବ। ହେଲେ ଆଜି ବିଡ଼ିଓ ସାର୍ଙ୍କ ପାଖକୁ ଆସିଥିଲୁ ଯେ ଆଜି ବିଡ଼ିଓ ଆସିବାର ଥିଲା, ସେ ଆସିପାରିଲେ ନାହିଁ। ଆମେ ଜଣେଇବୁ ଦୁଃଖ ସୁଖ ବୋଲି ଭାବିଥିଲୁ, ଆଉ ସେ ତ ଆଉ ଆସିଲେ ନାହିଁ। ସାର୍ଙ୍କ ଆସିଥିଲେ, ତାପରେ ସେ ବିଡ଼ିଓ ବାଲାକୁ ମଗେଇଛନ୍ତି। ସେଆଡ଼ୁ ଆମେ ତାଙ୍କୁ ଜଣାଉଛୁ ଆମର ଏ ସଂସ୍ଥା ଯେମିତି ହେଇପାରିବ, ଯେମିତି ଆମେ ଯେମିତି ଆଗକୁ ବଢ଼ିବୁ, ଯେମିତି ଆମେ ଗରିବ ମଣିଷ ଖାଇବାକୁ ପାଉନୁ, ପିନ୍ଧିବାକୁ ପାଉନୁ, କି ଆମକୁ କାମ ନାହିଁ, ପାଇଠି ନାହିଁ, ପାଣି ନାହିଁ, ଲାଇନ୍ ନାହିଁ, କି ଆମର କିଛି ସୁବିଧା ନାହିଁ, ଯେମିତି ଆମର ସୁବିଧା କରାଯାଉ। ଆମେ ସେଇଥିପାଇଁ ଡକେଇକି ବିଡ଼ିଓକୁ ଆମେ କରୁଛୁ। ଉର୍ମିଳା ଗୁଚ୍ଛାଦ। ମୋର ସାର୍ ମୋ ସ୍ୱାମୀ ମରିବା ଯାଇକି 4-5 ବର୍ଷ ହେଲାଣି। ଆଉ ମୁଁ ଭତ୍ତା ଲେଖିବା ପାଇଁ ଯେତେବେଳେ ଗଲି ଏଇ ଯେଉଁ ଆର୍ଆଇ ପାଖକୁ, ସେଠିକି ଗଲି ଯେ ସେ କହିଲେ ତୁମର ଲାଇସେନ୍ସ କାର୍ଡ଼ ଆଣ। ମୋର ତ ଲାଇସେନ୍ସ କାର୍ଡ଼ ନାହିଁ, ମୋ ପୁଅର ଅଛି, ହେଲେ ମୋର ନାହିଁ। ସେ ଗୋଟେ ତାଙ୍କୁ ଫର୍ମଟେ ମାଗିଲୁ କରିବା ପାଇଁ, କିନ୍ତୁ ସେ ଫର୍ମ ଦେଲେ ନାହିଁ, ମନା କଲେ ତୁମର ଲାଇସେନ୍ସ କାର୍ଡ଼ ନାହିଁ ଯେ ତୁମର ହେବନି ଭତ୍ତା, ଏମିତି କହିଲେ। ତାପରେ ଏବେ ସାର୍ ସେ ତ ଗୋଟେ ଗଲା, ସେ କିଛି ମନା କଲେ। ତାପରେ ଏବେ ଏଇ ମାର୍ଚ୍ଚ ମାସରେ ଆମର ଲାଇନ୍ ଖରା ଦିନେ, ଆମେ ଗରିବ ଲୋକ, ଆମର ଟିକେ ମୋ ଶ୍ୱଶୁର ଯେତେବେଳେ ଥିଲା ସେତେବେଳେ ସେ ଆଣିଥିଲେ ଇଏ ୱାରିଂ କରିକି। ତାପରେ ମୋ ଶ୍ୱଶୁର ମରିଲେଣି, ତାପରେ ଆମେ ଏଇନା ଗରିବ ଲୋକ, ବେଶୀ କାମ ପାଇ ନାହିଁ କିଛି। ତାପରେ ସେ କ'ଣ କରିଛନ୍ତି, ଆଉ ପଇସା ଆମେ ଦେଇପାରୁନୁ, କିଛି ପଇସା ରହିଯାଇଛି। ସେଥିପାଇଁ ମାର୍ଚ୍ଚ ମାସରେ ସେ କ'ଣ କଲେ, ଆମ ଲାଇନ୍କି ପୁରା କାଟିଦେଲେ। ତାପରେ ମୋ ପୁଅ ନାଁରେ BPL ଥିଲା, ତାକୁ ବି କାଟି ଦେଇଛନ୍ତି।
ତାପରେ ଆମେ ଖରାଦିନ କେମିତି ସାର୍ ରହିବୁ କ'ଣ କରିବୁ ସରକାରକୁ କ'ଣ କହିବ? ସରକାରକୁ ମୋର ଏତିକି ଅନୁରୋଧ ସେ ଯେମିତି ଏଇଥିରେ ସୁବିଧା କିଛି କରନ୍ତୁ ଆଉ ମୋର ଟିକେ ସରକାର ଶୁଣୁନାହାନ୍ତି ଏବେ କୋଉଠି ଆସିଛନ୍ତି ଆପଣ? ସାର୍ଙ୍କ ପାଖକୁ ଆସିଛୁ ସାର୍ କ'ଣ କହିଲେ? ସାର୍ କହୁଛନ୍ତି କରିଦେବେ ବୋଲି ଆଉ ଟିକେ ଆଉ ତାପରେ ଇଏ ପାଇଁ ଯେଉଁ